ଏକ ଲୋକ କଥା ଅଛି, ଯେମିତି ଖାଇବ ଅନ୍ନ ସେମିତି ହେବ ମନ। ଆମ ଖାଦ୍ୟର ସିଧାସଳଖ ପ୍ରଭାବ ଆମ ଚରିତ୍ର ଏବଂ ମନ ଉପରେ ପଡ଼ିଥାଏ। ଆସନ୍ତୁ ଏହି ସନ୍ଦର୍ଭରେ ଏକ କାହାଣୀଟେ ଶୁଣିବା। ଥରେ ଜଣେ ଋଷି ଚିନ୍ତା କଲେ ଯେ ଲୋକମାନେ ନିଜର ପାପ ଧୋଇବା ପାଇଁ ଗଙ୍ଗା ନଦୀକୁ ଯାଆନ୍ତି। ଏହାର ଅର୍ଥ ହେଲା ସବୁ ପାପ ଗଙ୍ଗାରେ ମିଶିଗଲା ଏବଂ ଗଙ୍ଗା ମଧ୍ୟ ପାପୀ ହୋଇଗଲା। ଏବେ ଏହା ଜାଣିବା ପାଇଁ ସେ ତପସ୍ୟା କଲେ ଯେ ପାପ ପ୍ରକୃତରେ ଯାଏ କୁଆଡ଼େ। ତପସ୍ୟା ଫଳରେ ଦେବତା ପ୍ରକଟ ହେଲେ। ଋଷି ପଚାରିଲେ, ଭଗବାନ, ଗଙ୍ଗାରେ ଯେଉଁ ପାପ ଧୁଆଯାଏ ସେହି ପାପ କୁଆଡ଼େ ଯାଏ? ଭଗବାନ କହିଲେ, ଚାଲ ଗଙ୍ଗାକୁ ହିଁ ପଚାରିଦେବା। ଉଭୟ ଗଙ୍ଗାଙ୍କ ପାଖକୁ ଗଲେ ଏବଂ କହିଲେ, ହେ ଗଙ୍ଗେ, ଲୋକମାନେ ତୁମ ପାଖରେ ପାପ ଧୋଉଛନ୍ତି, ତେଣୁ ତୁମେ ମଧ୍ୟ ପାପୀ ହୋଇଗଲ। ଗଙ୍ଗା କହିଲେ, ମୁଁ କାହିଁକି ପାପୀ ହେବି? ମୁଁ ତ ସବୁ ପାପ ନେଇ ସମୁଦ୍ରକୁ ଅର୍ପଣ କରିଦିଏ। ଏବେ ଏମାନେ ସମୁଦ୍ର ପାଖକୁ ଗଲେ। ହେ ସାଗର, ଗଙ୍ଗା ଯେଉଁ ପାପ ଆପଣଙ୍କୁ ଦେଇଦିଏ ତାର ଅର୍ଥ ଆପଣ ମଧ୍ୟ ପାପୀ ହେଲେ। ସମୁଦ୍ର କହିଲା, ମୁଁ କାହିଁକି ପାପୀ ହେବି? ମୁଁ ତ ସେଇ ସବୁ ପାପକୁ ବାଷ୍ପ କରି ବାଦଲ ବନେଇ ଦିଏ। ଏବେ ସେମାନେ ବାଦଲ ପାଖକୁ ଗଲେ। ହେ ବାଦଲ, ସମୁଦ୍ର ଯେଉଁ ପାପକୁ ବାଷ୍ପ କରି ବାଦଲ କରେ, ତେଣୁ ଆପଣ ପାପୀ ହେଲେ। ବାଦଲ କହିଲା, ମୁଁ କାହିଁକି ପାପୀ ହେବି? ମୁଁ ତ ସେହି ପାପକୁ ପୁଣି ବର୍ଷା ଜଳ ମାଧ୍ୟମରେ ପୃଥିବୀକୁ ପଠାଇ ଦିଏ, ଯେଉଁଥିରୁ ଅନ୍ନ ଉତ୍ପନ୍ନ ହୁଏ ଏବଂ ତାହାକୁ ମଣିଷ ଖାଏ। ସେହି ଅନ୍ନ ଯେଉଁ ମାନସିକ ସ୍ଥିତିରେ ଉଠାଯାଇଥାଏ, ଯେଉଁ ବୃତ୍ତି ଦ୍ୱାରା ପ୍ରାପ୍ତ ହୋଇଥାଏ ଏବଂ ଯେଉଁ ମାନସିକ ଅବସ୍ଥାରେ ଖିଆଯାଏ, ସେହି ଅନୁସାରେ ମଣିଷର ମାନସିକତା ଗଠନ ହୁଏ। ସେଥିପାଇଁ କୁହାଯାଏ, ଯେମିତି ଅନ୍ନ ସେମିତି ମନ। ଏହି ପ୍ରସଙ୍ଗରେ ଆଉ ଏକ କଥା ଶୁଣନ୍ତୁ। ଜଣେ ସାଧୁ ଗ୍ରାମରୁ ଗ୍ରାମ ଭ୍ରମଣ କରି ଯାଉଥିଲେ। ଗୋଟିଏ ଗାଁରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଗଲା। ସେ ଗାଁ ମୁଣ୍ଡରେ ଥିବା ପ୍ରଥମ ଘରେ ଆଶ୍ରୟ ମାଗିଲେ। ସେଠାରେ ଜଣେ ବ୍ୟକ୍ତି ଥିଲେ ଯେ ରାତିରେ ରହିବାକୁ ଅନୁମତି ଦେଲେ ଏବଂ ଭୋଜନ ପାଇଁ ମଧ୍ୟ କହିଲେ। ସାଧୁ ଭୋଜନ କରି ବାରଣ୍ଡାରେ ପଡ଼ିଥିବା ଖଟରେ ଶୋଇଲେ। ଅଗଣାରେ ଗୃହସ୍ୱାମୀଙ୍କର ଏକ ସୁନ୍ଦର ଓ ହୃଷ୍ଟପୁଷ୍ଟ ଘୋଡ଼ା ବନ୍ଧା ହୋଇଥାଏ। ଶୋଇଥିବା ଅବସ୍ଥାରେ ସାଧୁ ସେହି ଘୋଡ଼ାକୁ ଅନାଇଲେ। ତାଙ୍କ ମନରେ କୁବୁଦ୍ଧି ଆସିଲା, ଯଦି ଏହି ଘୋଡ଼ାଟି ମୋର ହୋଇଯାଆନ୍ତା ତେବେ ମୋର ଗ୍ରାମ ଭ୍ରମଣ ସହଜ ହୋଇଯାଆନ୍ତା। ସେ ଚିନ୍ତା କଲେ, ଘର ମାଲିକ ଶୋଇଗଲେ ଅଧରାତିରେ ସେ ଘୋଡ଼ା ନେଇ ଚୁପଚାପ ଚାଲିଯିବେ। ଘର ମାଲିକ ଶୋଇବା ପରେ ସାଧୁ ଘୋଡ଼ାଟିକୁ ନେଇ ଚମ୍ପଟ ମାରିଲେ। ପାଖାପାଖି 2-3 କିଲୋମିଟର ଯିବା ପରେ ଗୋଟିଏ ଗଛରେ ଘୋଡ଼ାକୁ ବାନ୍ଧି ସେ ଶୋଇପଡ଼ିଲେ। ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଯେତେବେଳେ ସେ ଘୋଡ଼ା ପାଖକୁ ଆସିଲେ, ତାଙ୍କ ମନ ପରିବର୍ତ୍ତନ ହୋଇଗଲା। ସେ ଭାବିଲେ, ଆରେ ମୁଁ ଏ କ'ଣ କଲି? ଜଣେ ସାଧୁ ହୋଇ ଚୋରି କଲି। ମୋ ମନକୁ ଏପରି କୁବୁଦ୍ଧି କାହିଁକି ଆସିଲା କେଜାଣି? ସେ ଘୋଡ଼ାଟିକୁ ଗୃହସ୍ୱାମୀକୁ ଫେରାଇବାକୁ ନିଷ୍ପତ୍ତି ନେଇ ଓଲଟା ଦିଗରେ ଚାଲିଲେ। ସେହି ଘରେ ପହଞ୍ଚି ସେ ଗୃହସ୍ୱାମୀକୁ କ୍ଷମା ମାଗିଲେ ଏବଂ ଘୋଡ଼ା ଫେରାଇ ଦେଲେ। ସାଧୁ ଚିନ୍ତା କଲେ, ଗତକାଲି ମୁଁ ଏହାଙ୍କ ଘରର ଅନ୍ନ ଖାଇଥିଲି। ବୋଧହୁଏ ସେହି ଅନ୍ନ ହିଁ ମୋ କୁବୁଦ୍ଧିର କାରଣ। ସେ କୌତୂହଳର ସହ ଗୃହସ୍ୱାମୀକୁ ପଚାରିଲେ, ଆପଣ କ'ଣ କାମ କରନ୍ତି? ଆପଣଙ୍କ ଜୀବିକା କ'ଣ? ଗୃହସ୍ୱାମୀ ସାଧୁଙ୍କୁ ଦେଖି ସତ କହିଦେଲେ, ମହାତ୍ମା, ମୁଁ ଜଣେ ଚୋର ଏବଂ ଚୋରି କରି ନିଜର ଗୁଜୁରାଣ ମେଣ୍ଟାଏ। ସାଧୁଙ୍କୁ ଉତ୍ତର ମିଳିଗଲା। ଚୋରି ଟଙ୍କାରେ ଅର୍ଜିତ ଅନ୍ନ ପେଟକୁ ଯିବା ମାତ୍ରେ ତାଙ୍କ ମନରେ ଚୋରି କରିବାର କୁବୁଦ୍ଧି ଜନ୍ମ ହୋଇଥିଲା। ସକାଳୁ ନିତ୍ୟକର୍ମ ପରେ ସେହି ଅନ୍ନର ପ୍ରଭାବ ଶରୀରରୁ ବାହାରି ଯିବା ପରେ ସଦ୍ବୁଦ୍ଧି ଫେରିଆସିଲା। ତେଣୁ ବନ୍ଧୁଗଣ, ଆପଣ ଦେଖିଲେ ତ, ଆମେ ଗ୍ରହଣ କରୁଥିବା ଅନ୍ନର ପ୍ରଭାବ ଆମ ମନ ଉପରେ କିପରି ପଡ଼ିଥାଏ। ସେଥିପାଇଁ ସର୍ବଦା ଶାନ୍ତ ମନରେ ଭୋଜନ କରିବା ଉଚିତ ଏବଂ ଅନ୍ତତଃ ପକ୍ଷେ ଅନ୍ନ ଯେଉଁ ଧନରେ କିଣାଯାଏ ତାହା ପରିଶ୍ରମର ଧନ ହେବା ଆବଶ୍ୟକ।